କେମିତି ଲାଗୁଛି? ଲାଗୁଛି କି ଏଇଠୁ ବାହାରିଲା ପରେ ବହୁତ ବଡ଼ ବଡ଼ ବିବାଦ ହେଇଯିବ। ତମକୁ ଏଇ ବହି ନିଜ ନାଁରେ ପବ୍ଲିଶ କରିବା ଦରକାର ଥିଲା କି? କଣ ହେଲା ଲାଲୁ, ତମକୁ ଡର ଅଛି କି? ମୁଁ କଣ କହିବି, ତମେ 6 ଆଉ 7 ଅଧ୍ୟାୟ ଲେଖି ହିଁ ନାହ। ରାଜା ଆଉ ତାଙ୍କର ପରିବାର ଚିନ୍ମୋହନକୁ ପ୍ରଣାମ କରନ୍ତି। ରାଜା ଏ ପ୍ରକାରରେ କୁହନ୍ତି, ହେ ଚିନ୍ମୋହନ, ଆପଣଙ୍କୁ ପ୍ରଣାମ। ଆପଣ ଯାହା ସବୁ କଲେ ସେସବୁ ସଦସ୍ୟଙ୍କୁ ଜାଣିବାର ଦରକାର। ରାଜାଙ୍କ ଆଦେଶ ଅନୁସାରେ ଚିନ୍ମୋହନ କାମ କଳାର ଶିକ୍ଷା ସଦସ୍ୟମାନଙ୍କୁ ଦିଅନ୍ତି। ଆଗର ପିଢ଼ିମାନଙ୍କ ପାଇଁ ଏହା ବହୁତ ଉପଯୋଗୀ ହେବ। କାମ କଳାକୁ 7 ଖଣ୍ଡରେ ବିଭାଜିତ କରାଯାଇଥିଲା। ପ୍ରଥମ ଭାଗରେ ଚିନ୍ମୋହନ ମହର୍ଷି ଏହି ପ୍ରକାରରେ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ 6ଠ ଆଉ 7ମ ଖଣ୍ଡ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ। ଷଷ୍ଠ ଖଣ୍ଡ ହେଲା ବସ୍ତ୍ରକାଣ୍ଡ। କାମ ଉତ୍ପନ୍ନ କରିବା ପାଇଁ ବସ୍ତ୍ର ପିନ୍ଧିବା ହିଁ ଦରକାର। ଯେତେବେଳେ ଗୋଟିଏ ଗୋଟିଏ କରିକି ବସ୍ତ୍ର ବାହାର କରାଯାଏ, ସେତେବେଳେ ସ୍ତ୍ରୀର ଉତ୍ତେଜନା ବଢ଼ିଯାଏ। ତାର ଅଙ୍ଗକୁ ଗୋଟିଏ ଗୋଟିଏ ଅଙ୍ଗକୁ ଦେଖିବାରେ ପୁରୁଷମାନଙ୍କ ମଧ୍ୟରେ ମଧ୍ୟ କାମ ଉତ୍ପନ୍ନ ହେଇଥାଏ। କିଛି ଲୁଚେଇ ଦିଆଯାଏ ଆଉ କିଛି ଦେଖାଇ ଦିଆଯାଏ। ପୁରୁଷମାନଙ୍କୁ ଉତ୍ତେଜିତ କରିବା ଏହାଠାରୁ ଅଧିକ ଉତ୍ତମ ଆଉ କୌଣସି ବସ୍ତୁ ନାହିଁ।